ଯାତ୍ରା ତ ବହୁତ ଲମ୍ବା ଥିଲା, କଣ୍ଟିନ୍ୟୁଅସ୍ ଷ୍ଟ୍ରଗଲ ଥିଲା। 2021-22 ମସିହାରୁ ଷ୍ଟାର୍ଟ କରିଥିଲି ପ୍ରିପାରେସନ୍, ତ 2026 ମସିହା ପାଖାପାଖି 3 ରୁ 4 ବର୍ଷର କଠିନ ପରିଶ୍ରମ ଥିଲା। ତ ବହୁତ ଖୁସି ଲାଗୁଛି କାହିଁକିନା ଯାହା ହଉ ମୋର ପରିଶ୍ରମର ଫଳ ମିଳିଛି, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ସଫଳତା ପାଇଛି, ତେଣୁ ବହୁତ ଖୁସି ଲାଗୁଛି। ତ ଗତ ଥର ଆଟେମ୍ପ୍ଟରେ ମୋର ଥର୍ଡ ଆଟେମ୍ପ୍ଟ ଥିଲା, ଏଇଟା ମୋର ଫୋର୍ଥ ଆଟେମ୍ପ୍ଟ ଥିଲା। ଗତ ଥର ଆଟେମ୍ପ୍ଟରେ ମୁଁ 87 ରାଙ୍କ ପାଇଥିଲି, ଓଡ଼ିଶା ରେଭିନ୍ୟୁ ସର୍ଭିସ ଆଲର୍ଟ ହେଇଥିଲା। ଏଇଥର ମୋର ଏଇ ଆଟେମ୍ପ୍ଟରେ ମୋର 24th ରାଙ୍କ ଅଛି। ଆମେ ହୋପଫୁଲି ଆଡମିନିଷ୍ଟ୍ରେସନ ପାଇବି, ସୋ ବହୁତ ଖୁସି ଲାଗୁଛି। ଆଉ ବାକି କଣ୍ଟିନ୍ୟୁ ଚେଷ୍ଟା ଥିଲା, ସେ ଚେଷ୍ଟାର ଫଳ ମିଳିଛି, ସୋ ଏକ୍ସାଇଟେଡ୍ ଅଛି। ପଢାପଢି ଯେହେତୁ ବ୍ରହ୍ମପୁରରେ ଆମର ପଢାପଢି ପାଇଁ ଅଫଲାଇନ କୋଚିଂ ସେଣ୍ଟର ଟିକେ ଆମର ଅଭାବ ଅଛି, ଆମର ଏଠି ଅଫଲାଇନ କୋଚିଂ ନାହିଁ। ଏବେ କଲେକ୍ଟରଙ୍କ ଦ୍ୱାରା ଆମର ଷ୍ଟାର୍ଟ ହେଇଛି ଗଞ୍ଜାମ ଲକ୍ଷ୍ୟ ନିକେତନ, ଗୋଟେ ନୂଆ ଇନିସିଏଟିଭ, ଯୋଉଥିରେ ପିଲାମାନଙ୍କୁ ସିଭିଲ ସର୍ଭିସ କୋଚିଂ ପାଇଁ ପଢାଇବା ଦିଆଯାଉଛି ଟ୍ରେନିଂ। କିନ୍ତୁ ତା ଆଗରୁ ସେ ସମୟରେ କିଛି ସୁବିଧା ନଥିଲା, ତେଣୁ ଅନଲାଇନ ହିଁ କରୁଥିଲୁ। ଆମର ଅନଲାଇନ ପ୍ଲାଟଫର୍ମ ୟୁପିଏସସି ପାଇଁ କେତେଟା କୋଚିଂ ଇନଷ୍ଟିଚ୍ୟୁଟ ଅଛି, ଦିଲ୍ଲୀ ବେସ୍ଡ ଇନଷ୍ଟିଚ୍ୟୁଟ, ସେଇଥିରୁ କୋର୍ସେସ୍ ନେଇକି ପଢାପଢି କରୁଥିଲୁ। ମୁଁ ତ ଯେହେତୁ ୱାର୍କିଂ ଇଣ୍ଡିଭିଜୁଆଲ, ସ୍କୁଲ ତ ମୁଁ ଯାଏ କଣ୍ଟିନ୍ୟୁ, ତ ସ୍କୁଲ ଟାଇମରେ ସ୍କୁଲ ଯିବା ପୂର୍ବରୁ ସ୍କୁଲରୁ ଆସିଲା ପରେ କିଛି ସମୟ ମୋତେ ମିଳେ। ସକାଳୁ ପାଖାପାଖି 2-3 ଘଣ୍ଟା, ଉପରବେଳା 2-3 ଘଣ୍ଟା, ପାଖାପାଖି ଦିନକୁ 5-6 ଘଣ୍ଟା ମୁଁ ଚେଷ୍ଟା କରେ ପରିଶ୍ରମ କରିବା ପାଇଁ, ପଢାପଢି କରିବା ପାଇଁ। ଆକ୍ଚୁଆଲି ଏଇଟା ଗୋଟେ ଲମ୍ବା ମାରାଥନ କହିଲେ ଅତ୍ୟୁକ୍ତି ହେବ ନାହିଁ, କାହିଁକି ନା ଏଥିରେ ପେସେନ୍ସ ଦରକାର ଆଉ ଡେଡିକେସନ ବି ଦରକାର। ତ ପେସେନ୍ସ ଟେଷ୍ଟ କରେ ପରୀକ୍ଷା, ବହୁତ ଅପ୍ସ ଆଣ୍ଡ ଡାଉନ୍ସ ଆସେ। ମୁଁ ବି ମୋର ପ୍ରଥମ 2ଟା ଆଟେମ୍ପ୍ଟରେ ବିଫଳ ହୋଇଥିଲି, କିନ୍ତୁ ତାକୁ ମୁଁ ନେଗେଟିଭଲି ନ ନେଇକି ପଜିଟିଭଲି ନେଇଥିଲି, ଆଉ ମୋର ଭୁଲ ଉପରେ ମୁଁ କାମ କରିଥିଲି। ସ୍ପେଶାଲି ମୋର ଅପସନାଲ ଉପରେ, ମୋର ଅପସନାଲରେ ନମ୍ବର ବହୁତ କମ୍ ଥିଲା ପ୍ରଥମ ଆଉ ଦ୍ୱିତୀୟ ଆଟେମ୍ପ୍ଟରେ। ତ ସେଇଟାକୁ କନସୋଲିଡେଟ୍ କରିକି ମୁଁ ସେଇ ଉପରେ କାମ କଲି, ପୁଣି ଏସେ ଉପରେ ବି ମୁଁ କାମ କରିଥିଲି ଇମ୍ପ୍ରୁଭମେଣ୍ଟ ପାଇଁ। ତ ସମହାଉ ଯଦି ଆମେ ଜାଣିପାରିବା ଆମର ଭୁଲ କୋଉଠି ହେଉଛି, ଆଉ ଆମେ ଯଦି ହତୋତ୍ସାହ ନ ହେଇ ଆମର କମି ଉପରେ କାମ କରିବା, ନିଶ୍ଚୟ ଆମେ ସେଇ ଜିନିଷ ଉପରେ ଇମ୍ପ୍ରୁଭମେଣ୍ଟ ପାଇପାରିବା, ଆଉ ଡେଫିନେଟଲି ଆମ ରେଜଲ୍ଟ ମଧ୍ୟ ବଦଳି ପାରିବ। ସଫଳତାର ଶ୍ରେୟ ମୋର ସମସ୍ତ ଗୁରୁଜନ, ମୋର ଶିକ୍ଷକ ଶିକ୍ଷୟିତ୍ରୀ, ଯୋଉମାନେ ମତେ ସବୁବେଳେ ମୋଟିଭେଟ କରିଛନ୍ତି, ମୋର ପରିବାର ବୃନ୍ଦ, ସ୍ପେଶାଲି ମୋ ବୋଉ, ଯିଏ ସବୁବେଳେ ମୋ ସହିତ ଅଛି। ଯେତେ ଅସୁବିଧା ହଉ, ଯେତେ ମାନେ ପ୍ରୋବ୍ଲେମ ଆସୁ, ସବୁବେଳେ ମୋ ପାଖରେ ସେ ଠିଆ ହେଇଛି। ଆଉ ମୋର ପ୍ରତି ମୁଡକୁ ସବୁବେଳେ ସେ ବୁଝିଦିଏ, ମନରୁ ମୋ ମନକୁ ସେ ପଢିଦିଏ, ଆଉ ସେଇ ହିସାବରେ ସେ ସବୁବେଳେ ମତେ ସାହାଯ୍ୟ କରିଛି, ମୋଟିଭେଟ ବି କରିଛି। ତେଣୁ ବୋଉକୁ ମୁଁ ବହୁତ ବହୁତ ଧନ୍ୟବାଦ ଦେବି। ଆଉ ବାକି ମୋର ପରିବାର ମେମ୍ବର, ବାକି ଆମର ଜିଲ୍ଲା ପ୍ରଶାସନ, କଲେକ୍ଟର ସାର୍ଙ୍କର ମଧ୍ୟ ଭଲ ଇନିସିଏଟିଭ ଅଛି। ଗଞ୍ଜାମ ଲକ୍ଷ୍ୟ ନିକେତନରେ ସିଏ ବି ଗାଇଡ କରନ୍ତି, ତ ଆମ ପିଡି ସାର୍ ସମୀର ଜେନା ସାର୍, ସିଏ ବି ଆମକୁ ବହୁତ ଏନକରେଜ କରାଇଛନ୍ତି। ସବ୍ କଲେକ୍ଟର ସାର୍, ସମସ୍ତ ଜିଲ୍ଲା ପ୍ରଶାସନ, ସମସ୍ତଙ୍କର କିଛି ନା କିଛି କଣ୍ଟ୍ରିବ୍ୟୁସନ ଅଛି। ଦେଖନ୍ତୁ, ଏଇଟା ତ ଗୋଟେ ଆମର ସଫଳତାର ଗୋଟେ ସିଢି, ଆଉ ବାକି କେନ୍ଦ୍ରରେ ମଧ୍ୟ ୟୁପିଏସସି ପରୀକ୍ଷା ଦେବା ପାଇଁ ମୁଁ ଲକ୍ଷ୍ୟ ରଖିଛି। ଆଉ ଯଦି ଆଗାମୀ ଦିନରେ ମୌକା ମିଳେ, ତାହେଲେ ମୁଁ କେନ୍ଦ୍ର ଲୋକସଭା ଆୟୋଗରେ ମଧ୍ୟ ପରୀକ୍ଷା ଦେବା ପାଇଁ ଆଶା ରଖିଛି।